ମାଥ୍ୟୁ ଲିଖିତ ସୁସମାଚାର ମାଥ୍ୟୁ 1 ଅଧ୍ୟାୟ। ଯୀଶୁଖ୍ରୀଷ୍ଟଙ୍କର ବଂଶାବଳୀ ଏହିପରି। ସେ ଦାଉଦଙ୍କ ପୁତ୍ର, ଦାଉଦ ଅବ୍ରାହମଙ୍କର ବଂଶଧର। ଅବ୍ରାହମ ଇସାକଙ୍କ ବାପା, ଇସାକ ଜାକୁବଙ୍କ ବାପା, ଜାକୁବ ଜିହୁଦା ଓ ତାହାଙ୍କ ଭାଇମାନଙ୍କ ବାପା। ଜିହୁଦା ଫେରସ ଓ ସେରହଙ୍କର ବାପା। ଫେରସ ହିସ୍ରୋଣଙ୍କ ବାପା। ହିସ୍ରୋଣ ଅରାମଙ୍କ ବାପା। ଅରାମ ଅମିନାଦବଙ୍କ ବାପା। ଅମିନାଦବ ନହଶୋନଙ୍କ ବାପା। ନହଶୋନ ସଲୋମନଙ୍କ ବାପା। ସଲୋମନ ବୋୟାଜଙ୍କ ବାପା। ବୋୟାଜ ଓବେଦଙ୍କ ବାପା। ଓବେଦ ଜିସୟଙ୍କ ବାପା। ଜିସୟ ରାଜା ଦାଉଦଙ୍କ ବାପା। ଦାଉଦ ସଲୋମନଙ୍କ ବାପା। ସଲୋମନ ରିହବିୟାମଙ୍କ ବାପା। ରିହବିୟାମ ଅବିୟଙ୍କ ବାପା। ଅବିୟ ଆଶାଙ୍କ ବାପା। ଆଶା ଜିଓସାଫଟଙ୍କ ବାପା। ଜିଓସାଫଟ ଜୋରାମଙ୍କ ବାପା। ଜୋରାମ ଉଜିୟଙ୍କ ବାପା। ଉଜିୟ ଯୋଥମଙ୍କ ବାପା। ଯୋଥମ ଆହାସଙ୍କ ବାପା। ଆହାସ ହିଜକିୟଙ୍କ ବାପା। ହିଜକିୟ ମନସିଙ୍କ ବାପା। ମନସି ଆମନଙ୍କ ବାପା। ଆମନ ଯୋଶୀୟଙ୍କ ବାପା। ଯୋଶୀୟ ଜିକନିୟ ଓ ତାହାଙ୍କ ଭାଇମାନଙ୍କ ବାପା। ସେମାନଙ୍କୁ ବାବିଲୋନକୁ ନିଆଯିବା ପରେ ଜିକନିୟ ସଲଟିଏଲଙ୍କ ବାପା। ସଲଟିଏଲ ଜିରୁବାବିଲଙ୍କ ଜେଜେବାପା। ଜିରୁବାବିଲ ଅବିହୁଦଙ୍କ ବାପା। ଅବିହୁଦ ଏଲିଆକିମଙ୍କ ବାପା। ଏଲିଆକିମ ଅଜୁରଙ୍କର ବାପା। ଅଜୁର ସାଦକଙ୍କ ବାପା। ସାଦକ ଆଖିମଙ୍କ ବାପା। ଆଖିମ ଏଲିହୁଦଙ୍କ ବାପା। ଏଲିହୁଦ ଏଲିଆଜରଙ୍କ ବାପା। ଇଲିଆଜର ମଥାନଙ୍କ ବାପା। ମଥାନ ଜାକୁବଙ୍କ ବାପା। ଜାକୁବ ଯୋସେଫଙ୍କ ବାପା। ଯୋସେଫ ମରିୟମଙ୍କ ସ୍ୱାମୀ। ମରିୟମଙ୍କ ଗର୍ଭରୁ ଯୀଶୁ ଜନ୍ମ ହେଲେ। ଯୀଶୁଙ୍କୁ ଖ୍ରୀଷ୍ଟ କୁହାଯାଏ। ଏହିଭଳି ଭାବରେ ଅବ୍ରାହମଙ୍କ ଠାରୁ ଦାଉଦଙ୍କ ପର୍ଯ୍ୟନ୍ତ ହେଲେ ମୋଟ 14 ପୁରୁଷ। ଦାଉଦଙ୍କ ଠାରୁ କ୍ରୀତଦାସ ରୂପେ ବାବିଲୋନରେ ପହଞ୍ଚିବା ପର୍ଯ୍ୟନ୍ତ 14 ପୁରୁଷ ଓ କ୍ରୀତଦାସ ରୂପେ ବାବିଲୋନରେ ପହଞ୍ଚିବା ପରଠାରୁ ଖ୍ରୀଷ୍ଟଙ୍କ ଜନ୍ମ ପର୍ଯ୍ୟନ୍ତ ହେଲେ 14 ପୁରୁଷ।